ଦେଖନ୍ତୁ ଏଠି ମୋହନ ମାଝୀ ବନାମ ନବୀନ ପଟ୍ଟନାୟକର ହଉନି। ନବୀନ ବାବୁ ଏକତରଫା ଯାଉଛନ୍ତି। ତାର କାରଣ ହଉଛି କାଲି ଦେଖିବେ ମୋହନ ବାବୁ ସହିତ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସାଙ୍ଗରେ ଥିଲେ। ତାମାନେ ସେମାନେ କୋଉଠି ଅନୁଭବ କରି ସାରିଲେଣି କୋଉଠି ନା କୋଉଠି ଯେ ମୋହନ ବାବୁ ଏକୁଟିଆ ପାରୁନାହାନ୍ତି। ତେଣୁ ସେ ତାଙ୍କ ସାଙ୍ଗ ପାଇଁ ଆଉ ଗୋଟେ ଭଡ଼ା ମୁଖ୍ୟମନ୍ତ୍ରୀ ନେଇକି ଆସିଲେ ଏବଂ ଗତକାଲି ଯୋଉ ରୋଡ ଶୋ ଥିଲା କମନା ମୁଁ ତାକୁ ଦେଖିଛି। ସେ ଆମର ବିଭିନ୍ନ ପଏଣ୍ଟରେ ନୂଆପଡାରୁ ନେଇକି ଖରିଆର ପର୍ଯ୍ୟନ୍ତ ଲୋକ ଠିଆ ହେଇଛନ୍ତି। ଲୋକ ମନର ମଣିଷ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ନେତୃତ୍ୱ ନବୀନ ପଟ୍ଟନାୟକ ଅପେକ୍ଷା କରିଛନ୍ତି। ଆପଣ ଦେଖିବେ ଏଇଟା ଯୁବବନ୍ଧୁ ମାନେ ଅଛନ୍ତି, ମା ମାନେ ଅଛନ୍ତି, ସାଧାରଣ ବର୍ଗର ଲୋକମାନେ ଅଛନ୍ତି। ବିଭିନ୍ନ ଭାବରେ ତାଙ୍କ ଡ୍ରେସ ବେଶଭୂଷା ଏଠିକାର ଯୋଉ ପାରମ୍ପରିକ ବସ୍ତ୍ର ବାଦ୍ୟ के साथ ଲୋକ ଏଠି ବସିଛନ୍ତି ଏବଂ ଗତକାଲି ଯୋଉ ସମାବେଶ ଥିଲା ଏଇଟା ବହୁ ଗୁଣରେ ଆଜିର ଯୋଉ ପଥପ୍ରାନ୍ତ ସଭା ଯୋଉ ରୋଡ ଶୋ ଚାଲିଛି ବହୁ ଗୁଣରେ ନବୀନ ବାବୁ ବିଜେଡି ଆଗରେ ଅଛି ଏବଂ ଏଠୁ ଅନୁମାନ କରେ ଶୁଣନ୍ତୁ ଜବାବ ସେ ପାଇସାରିଥିବେଣି। ଜବାବ ସେ ପାଇସାରିଥିବେଣି। ଆଜି ବିଜେପି ଲୋକମାନେ ନୂଆପଡାରୁ ଖରିଆର ପର୍ଯ୍ୟନ୍ତ ଏରିଆ ଛାଡିଦେଲେଣି। ସେମାନେ ଆଉ ଇଏରେ ନାହାନ୍ତି, ସେମାନେ ଛାଡିକି ପଳେଇଲେଣି। ନବୀନ ବାବୁଙ୍କ ସହିତ କେତେବେଳେ ବି ଓଡିଶାରେ ବିରୋଧୀ ମାନେ ସମକକ୍ଷ ନୁହନ୍ତି, କମ୍ପେୟାର ନୁହନ୍ତି। ନବୀନ ବାବୁର କାମ, ନବୀନ ବାବୁର ବ୍ୟବହାର, ନବୀନ ବାବୁର ଅତୀତରେ ଯୋଉ ଭିଜନ ଆମେ ଯୋଉଠି ଠିଆ ହେଇଛେ ଲେଖା ହେଇଛେ ବିଜୁ ଏକ୍ସପ୍ରେସ ହାଇୱେ ବନେଇ ପାରିବେ? 1.5 ବର୍ଷ ହେଲା ଗୋଟେ ମାଟିଟେ ପଡିନି। ଆଜି ନବୀନ ବାବୁଙ୍କ ସମୟରେ ବିଜୁ ଏକ୍ସପ୍ରେସ ହାଇୱେ এইটু সইলা এইটু দক্ষিণ ওড়িশা এবং বিভিন্ন জায়গায় ব্রিজ স্বাস্থ্য সেবার যে বিজু স্বাস্থ্য কার্ড বুড়া বুড়ি মানুষ ভত্তা এবং আজ সে ভত্তা চাউছেন সেমানে সেমানে কইলে 350 টাকা ভত্তা দেবে, সরি 3,500 ভত্তা দেবে, দেলে সেমানে সেমানে কইলে 300 यूनिट বিজু ছাড় করবে বলেন সেমানে। আদিবাসী মানকর এসডিসি ব্যবস্থা তাঙ্কর সামাজিক চলনি, তাঙ্ক ইতিহাস, তাঙ্ক সংস্কৃতি, তাঙ্কর সমস্ত ব্যবস্থার শিক্ষাঠু নেইকি স্বাস্থ্যঠু নেইকি জঙ্গল জমি পটাঠু নেইকি গোটে পটা দিয়েছেন সেমানে। রেদার আদিবাসী মান কোটাকে বন্ধ করে বসছেন। তেণু এটা যে 50% আদিবাসী মানে অনেক তার জবাব দেবে এবং সেইপাই এই যে নাচ গীত ট্রুপ সব আসছেন এমানে নাচ মাধ্যমে গীত মাধ্যমে তাঙ্কর বেদনা তাঙ্ক দরদ তাকে পরিপ্রকাশ করছেন। দেখন্তু সে আদিবাসী সেমানে কেউ আদিবাসী নহନ୍ତି, সেমানে আদিবাসী শব্দକୁ ব্যবহার করନ୍ତି। সেমানে আদিবাসী কোন জানি নাহাନ୍ତି। সেদিন কিଏ ତାଙ୍କ ଗୋଟେ ବିଜେପି ଲୋକ କହୁଥିଲେ ଆଦିବାସୀ କୁଆଡେ ମେଣ୍ଢା ପଲ, ସେମାନେ ଗୋଟେ ଆଡେ ମାଡି ଯିବେ। ଦୁର୍ଭାଗ୍ୟ ଯେ କହୁଛନ୍ତି ଏଭଳି କଥା। ଆଦିବାସୀ କଣ ମେଣ୍ଢା? ଆଦିବାସୀ ହଉଛନ୍ତି ଭାରତବର୍ଷର ଭୂମିପୁତ୍ର, ସନ୍ ଅଫ ଦି ସଏଲ। ଏ ମାଟିର ମଣିଷ ଜଳ ଜଙ୍ଗଲ ଜମିକୁ ଜଗିକି ରଖିଛି। ଏ ଦେଶର ପ୍ରକୃତିକୁ, ଏନଭାରମେଣ୍ଟକୁ, ଏ ଦେଶର ଯୋଉ ଜଙ୍ଗଲ ଅଛି ତାମାନେ ଔଷଧୀୟ ଗଛ ଗୁଳ୍ମକୁ ଜଗି ବସିଛି, এই সংস্কৃতিକୁ ଜଗି ବସିଛି ସେ ହଉଛି ଆଦିବାସୀ। ଆଦିବାସୀ ଆଉ ନାହାନ୍ତି। ମିଛ କଥା କହିଦେଲେ, କୋଉଠି ଖାଦ୍ୟ ଦେଇଦେଲେ, କୋଉଠି ଲୁଗାପଟା ସେମାନେ ଗୋଟେ ବାଣ୍ଟିଛନ୍ତି ଏବଂ ଯୋଉ ଲୁଗା ବାଣ୍ଟିଛନ୍ତି ଅତି ନିମ୍ନ ଧରଣର ଲୁଗା। ଆଉ ଯୋଉଟା ନବୀନ ବାବୁ ଦେଇଥିଲେ ତାଙ୍କୁ କିଛି ଅର୍ଥ କି ତାଙ୍କର ବାପାଙ୍କ ସଧରେ ଗରିବ ଗୁରୁବା ଲୋକମାନଙ୍କୁ ସାମିଲ କରିବା ପାଇଁ ଏବଂ ସେହି ସମୟର ଲୁଗାଟାକୁ ସେମାନେ ହୋସ୍ ଆକାରରେ ବ୍ୟବହାର କରୁଛନ୍ତି ଅତି ନିମ୍ନ ଧରଣର। ସେମାନେ ପ୍ରମାଣିତ ହେଇଯାଇଛି ଆଜି କୋଉଠି ନା କୋଉଠି ଭୋଟ ଚୋରି କରି ବିଜେପି ସତ୍ତାକୁ ଆସିଛି। ଏକଥା ମୁଁ କହୁନି, ଏକଥା ପ୍ରତ୍ୟେକ ଜାଗାର ଶିକ୍ଷିତ ବ୍ୟକ୍ତିମାନେ କହୁଛନ୍ତି। ବିଭିନ୍ନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହୁଛନ୍ତି, ସୁପ୍ରିମକୋର୍ଟର ବହୁ ବଡ ବଡ ଓକିଲ, ବିଜ୍ଞ ବ୍ୟକ୍ତି, ପତ୍ରକାର ଏମାନେ ସବୁ କହିଲେଣି ଯେ ଯେତିକି ପରସେଣ୍ଟ ଭୋଟ ପଡିଛି ଭୋଟ ପଡିବା କଥା, ଯାହା ଭୋଟ ଅଛି ଭୋଟ କେନ୍ଦ୍ର ମାନଙ୍କରେ ତାଠୁ ଅଧିକା ଭୋଟ କେମିତି ଦେଖାଉଛି। ତାମାନେ ପ୍ରମାଣିତ ହେଇଯାଇଛି କୋଉଠି ନା କୋଉଠି ଚୋର କରି ଜିତୁଛି। ତେଣୁ ଏଇଟା ଆଜି ନୂଆପଡାବାସୀ ତାର ଜବାବ ଦେବେ। ସେମାନେ ଆଜି ଦେଖାଉଛନ୍ତି ତାଙ୍କର একতা। 11 ତାରିଖ ଦିନ ସେମାନେ ଜବାବ ଦେବେ ନୂଆପଡାବାସୀଙ୍କୁ। ପଇସାରେ କିଣି ହେବନି, ନୂଆପଡାବାସୀଙ୍କୁ ମଦ ମାଂସରେ କିଣି ହେବନି। ସବୁବେଳେ ଆଦିବାସୀ ଲୋକମାନେ ସମ୍ମାନ ସ୍ୱାଭିମାନ ସହିତ ବଞ୍ଚନ୍ତି। ସେଇଟା ଏଥର ନୂଆପଡା ଦେଖେଇବେ। ଆପଣ ତ ଦେଖୁଛନ୍ତି, ଆପଣ ଚାରିଆଡେ ଜନସମାଗମ ସମ୍ବଲପୁରୀ ଭାଷାରେ କୁହାଯାଇଛି ଆଗରେ ଯେମତା ପଛରେ ସେମତା ଗୋଟେ ଗୀତ ନାହିଁ।
आगे देखले जमता पछे देखले सेमता सेटा आज आपण एठू ये पर्यंत खरिया रोड पर्यंत लोक ठीक सेमती अछंती जुआडे चाहिए जनसमुद्र होईची संखमय होईची एटी माँ माने अछंती पिला छुआ धरिक आछंती आकलन करबा मुश्किल मु तो भाबुची आकलन आपण माने करंतु केते लोक हेबे बट बहुत संख्या लोक आछंती एटा देखा को मिलुची बीजेपी बीजेपी डरी जाइए बीजेपी वाला डरी बीजेपी अवस्था ना आज लोक देखला बीजेपी वाला सब रास्ता छाड़ी पड़े